ईश्वर अनुग्रह आम मैंने माथ्यू पुस्तक ध्यान कर माथ्यू पुस्तक आज आम मैंने ध्यान करवा 7 ରୁ 19 15 ରୁ 20 मैंने आज ध्यान करवा कई जन पढ़ी साहाय्य करें कि भंड भाववादी मानक ठारो सावधान होता सेमाने मेंढा बेशरे तुम्भ मानक पाखक आसंती किंतु अंतर रे सेमाने हिंस्रक बाघ सेमानक फल द्वारा तुम्भ माने सेमानक चिन्हिब लोक माने कि कंटा गछरु द्राक्षा फल किंबा कानकोली गछरु डिम्बरी फल तुलती सेही प्रकार सबु भल गछ भल फल फले किंतु मंद गछ मंद फल फले भल गछ मंद फल फली पारे ना कि मंद गछ भल फल फली पारे ना जेकोसी गछ भल फल न फले ताहा हणा जाए निआरे पका जाए अतएव सेमानक फल द्वारा तुम्भा माने सेमानकु चिन्हिब। आमीन। मोर प्रिय माने ईश्वरंकर वाक्य जदि आम माने देखिबा आदि पुस्तक तार 1 ର 11 ଆଉ 12 पद टिके आम माने पढ़िबा 11 ଆଉ 12 पद ए उत्तर परमेश्वर कहले पृथ्वी तृण और सजीव शाक और बीज सम्मिलित स्व स्व जाति अनुजाई फल उत्पादक फल वृक्ष भूमि उपर उत्पन्न करू तहिरे सेपरी हेला अर्थात पृथ्वी तृण और स्व स्व जाति अनुसार बीज शाक और स्व स्व जाति अनुसार सजीव फल उत्पादक वृक्ष उत्पन्न कला पुणी परमेश्वर ताहा उत्तम देखिले। प्रभु सृष्टिर आरंभ रु से कही अछंती कि सो जाति निज निज जाति पुणी निज निज बीज उत्पादक शाक बा सो बीज उत्पादक वृक्ष उत्पन्न कला पृथ्वी अर्थात परमेश्वर मंजी अपना मंजी अनुजाई गछ हेबो बोली आउ से मूलरू आम मान को कही अछंती बा पृथ्वी को आदेश करी अछंती। सो फल मंजी गछ के उत्पन्न करिवो वृक्ष उत्पन्न करिवो अनेक लोक अनेक समय आम माने जानी थाउ मंजीरू गछ हुए बोली कही किंतु मोर प्रिय माने आमर परमेश्वर जगत आउ ईश्वरंकर मध्य अनेक प्रकार प्रभेद अच्छी जहाँकि परमेश्वर कहती गछरु मंजी तैयारी होइछि आउ केउ प्रकार मंजी माने सो फल फल हेबो आ फल रु कोन हेबो मंजी एथि जदि हमें माने देखिबा ईश्वर को वाक्य कहे कि सेमानक फल द्वारा तुमे सेमानकु चिन्हिब को मान को देखा जाए भंड भाववादी मानक ठारू सावधान होइताओ सेमाने मेंढा बेसरे तुम मानक पाखकु आसंती किंतु अंतर रे सेमाने के हिंसक बाघ आज सचेतन हेबा पाई परमेश्वर आम मान को कहती अनेक समय एई दिन मानक मध्य एते भयंकर परिस्थिति हो जाइछि समस्त जाति समस्त धर्म जो जाति जो धर्म रे आमे देखिबेले मध्य वेश धारण करी लोक माननकु शोषण करुथुवा व्यक्ति मानकु आमे माने पाइबा धार्मिकतार वेश धारण करी एक इजी प्रोसेस हो जाइछिटा
ଆଉ କାହିଁକି ଏଇଟା ଆଜି ନୁହେଁ, ଏଇଟା ଆରମ୍ଭରୁ ଅଛି। କାହିଁକି? ଶତ୍ରୁ ର ଚାତୁର୍ୟତା ନିମନ୍ତେ ଯେପରିକା ସେ ଆମ ମାନଙ୍କ ଉପରେ ବିଜୟ ହାସଲ କରିପାରେ, ସେଥିପାଇଁ ସେ ସକଳ ବିଷୟ ଏ ପ୍ରକାର କରିଥାଏ। ଆଉ ଏ ଭଣ୍ଡ ଭାବବାଦୀ ମାନେ କଣ କରନ୍ତି? ମେଣ୍ଢା ବେଶରେ ଆସନ୍ତି। ମେଣ୍ଢା ବେଶରେ ଆପଣ ଜାଣି ବି ପାରିବେନି ସେମାନେ ଭଣ୍ଡ ବୋଲି କହିକି, ସେମାନେ ହିଂସ୍ରକ ବାଘ ବୋଲି କହିକି, କିନ୍ତୁ ଭିତରେ ତାଙ୍କର ପ୍ରକୃତି ଥିବ କଣ? ହିଂସ୍ରକ ବାଘ। ଅନେକ ସମୟରେ ଆଜି ଆମ ମାନଙ୍କୁ ଆଜି ସଚେତନ ହେବାର ଆବଶ୍ୟକତା ଅଛି। ଆଜିର ବାକ୍ୟ ଆମକୁ ମାନଙ୍କୁ ଶିକ୍ଷା ଦିଏ କି ଏହି ପ୍ରକାର ଭଣ୍ଡ ଭାବବାଦୀ ଆମ ମାନଙ୍କ ଜୀବନରେ ଅନେକ ଆସିବେ, ଯିଏକି ଯୀଶୁଙ୍କ ନାମ ନେଇ ବା ପ୍ରାର୍ଥନା କରିବା ଆଳରେ ବା ଅଧିକା ମୁଁ ବାକ୍ୟ ଜାଣିଛି ଆମକୁ ବାକ୍ୟ କହିବା ଆଳରେ ଆମକୁ ସେମାନେ ବିନାଶ କରିବେ। ତାଙ୍କର ଉଦ୍ଦେଶ୍ୟ ଆମ ମାନଙ୍କୁ ସଂହାର କରିବା, ଶୋଷଣ କରିବା, ବିନାଶ କରିବା। ଚୋର କଣ ପାଇଁ ଆସେ? ଚୋରି ଆଉ କଣ? ବଦ୍ଧ କରିବା ପାଇଁ ଆସେ। କିନ୍ତୁ ଯୀଶୁ ଆସିଥିଲେ କଣ ଦବା ପାଇଁ? ଅନନ୍ତ ଜୀବନ। ତ ଯେତେବେଳେ ଜଣେ ପ୍ରଭୁଙ୍କର ସେବକ ସେବା କରିବା ପାଇଁ ଆସେ, ସେ ଅନନ୍ତ ଜୀବନ ଦବା ପାଇଁ ସେ ଆମ ମାନଙ୍କୁ ଚେଷ୍ଟା କରେ, ନିଜର ସ୍ୱାର୍ଥ ପାଇଁ ଆସେ ନାହିଁ। କିନ୍ତୁ ଦୁଃଖର ବିଷୟ ଆଜିକାଲି ଏ ପ୍ରକାର, ଆଜିକାଲି ନୁହେଁ ଆଗରୁ ମଧ୍ୟ ସମସ୍ତ ବିଷୟ ରହି ଆସିଅଛି, ଯାହାକି ଲୋକମାନଙ୍କୁ ଶୋଷଣ କରିବା ପାଇଁ ଆଉ ସେମାନେ ଭଣ୍ଡ ଭାବବାଦୀ ମାନେ ଈଶ୍ୱରଙ୍କ ନାମରେ, ଈଶ୍ୱରଙ୍କର ଦୂତ ରୂପରେ ଧଳା ବସ୍ତ୍ର ପିନ୍ଧିଥିବେ, ଉତ୍ତମ କଥା କହୁଥିବେ, ଈଶ୍ୱରଙ୍କର ବାକ୍ୟରୁ କଥା କହୁଥିବେ, ସମସ୍ତ ବିଷୟ କହୁଥିବେ, କିନ୍ତୁ ତାଙ୍କ ଭିତରେ କଣ ଥିବ କି ଆମ ମାନଙ୍କୁ ଜୀବନ ଦବା ପାଇଁ ନୁହେଁ, ଆମ ମାନଙ୍କୁ କଣ କରିବା ପାଇଁ? ବିନାଶ କରିବା ପାଇଁ। କିପରି ବିନାଶ କରିବେ? ଏହି ପ୍ରକାର ସେମାନେ ବିନାଶ କରିବେ, କାରଣ ସେମାନେ ଜୀବନର ମଞ୍ଜି ସେମାନଙ୍କ ପାଖରେ ନାହିଁ। ସେମାନେ କେଉଁ ପ୍ରକାର ଦେବେ ଆମକୁ ଜୀବନ? ଯୀଶୁ କହିଲେ ମୁଁ ପଥ, ସତ୍ୟ ଆଉ ଜୀବନ। ଜୀବନର ମଞ୍ଜି ତାଙ୍କ ଭିତରେ ଅଛି, ସେ ନିଜେ ଜୀବନ ଅଟନ୍ତି, ସେଥିପାଇଁ ସେ ଆମକୁ ଜୀବନ ଦେଇପାରିବେ। କିନ୍ତୁ ଯାହା ପାଖରେ ଯୀଶୁ ନାହାନ୍ତି, ଯାହା ପାଖରେ ଯୀଶୁଙ୍କର ମଞ୍ଜି ନାହିଁ, ସେ କେମିତି ଆମକୁ ଜୀବନ ଦେଇପାରିବ? ତା ଭିତରେ ଯାହା ଅଛି ସେ ଦେବ। ତା ଭିତରେ କଣ ଅଛି? ମୃତ୍ୟୁ। ତା ଭିତରେ କଣ ଅଛି? ପାପ। ତା ଭିତରେ କଣ ଅଛି? ଅନ୍ଧକାର ଜନିତ ସମସ୍ତ କାର୍ଯ୍ୟ। ତା ଭିତରେ କଣ ଅଛି? ବ୍ୟଭିଚାର, ମନ୍ଦତା, କଳହ, এই সকল ବିଷୟ ଅଛି। ଆଉ ତା ପାଖରେ ଯାହା ଅଛି ସେ ଆମକୁ ଦେବ। ତାପରେ ଆମ ମାନଙ୍କ ଚରିତ୍ର କଣ ହେବ? ସେଇ ବ୍ୟଭିଚାରୀ, ସେଇ ପରଚର୍ଚ୍ଚାକାରୀ, ସେଇ ନିନ୍ଦକ, ସେଇ ଅନ୍ଧକାର ଜନିତ ସମସ୍ତ ବିଷୟ ଗୁଣରେ ପରିପୂର୍ଣ୍ଣ ହେବ। ଆଉ ଫାଇନାଲି ଆମର ଅବସ୍ଥା କଣ ହେବ? ମୃତ୍ୟୁ। ପାପର ବେତନ ମୃତ୍ୟୁ ଅଟେ। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ସାବଧାନ ହବାର ଆବଶ୍ୟକତା ଅଛି। ଆଉ ସେମାନେ ଏମିତି କାହିଁକି କରିଥାନ୍ତି? ପ୍ରଥମ ବିଷୟ ତ ସେମାନେ ସମ୍ଭ୍ରମ ପାଇବା ପାଇଁ ଚାହାନ୍ତି। ଆଜି ଆମ ମାନଙ୍କ ମଧ୍ୟରେ ମଧ୍ୟ, ମଣ୍ଡଳୀ ଗୁଡିକ ମଧ୍ୟରେ ମଧ୍ୟ, ଗୃହ ମଣ୍ଡଳୀ ଗୁଡିକ ମଧ୍ୟରେ ମଧ୍ୟ ଅନେକ ଲୋକ ସେମାନେ କଣ କରିବା ପାଇଁ ଚାହାନ୍ତି? ମେଣ୍ଢା ବେଶରେ ହିଂସ୍ରକ ବାଘର ଆଚରଣ ଆଉ ବାଘର ମନୋଭାବ ନେଇ ସେମାନେ ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଚାହାନ୍ତି। ସେମାନେ ଦେଖେଇ ହୁଅନ୍ତି କି ମୁଁ ବାକ୍ୟ ଜାଣିଛି, ମୁଁ କହିବି, ମୁଁ ତୁମକୁ ଶିଖେଇବି, ଏମିତିକା ବିଷୟ। କାରଣ ତାର ଏକମାତ୍ର ଉଦ୍ଦେଶ୍ୟ ଗର୍ବ। ଏକମାତ୍ର ଉଦ୍ଦେଶ୍ୟ କଣ? ସେଲ୍ଫ ପ୍ରାଉଡନେସ, ଆତ୍ମ ଗର୍ବ, ଆତ୍ମ ଅହଙ୍କାର। କାହିଁକି ମୁଁ ବଡ ନେବି? ସବୁଠୁ ବଡ ବିଷୟ ହେଲା ଲୋକମାନେ ଭାବନ୍ତି ଯେତେବେଳେ ଜଣେ ସେବା କାର୍ଯ୍ୟ କରିବ, ସେ ପ୍ରଥମ ବିଷୟ ତ ସମ୍ମାନିତ ହେବ। ଦ୍ୱିତୀୟ ବିଷୟ କଣ? ସେମାନେ ଭାବନ୍ତି ଏଥିରେ କିଛି ପରିଶ୍ରମ ନାହିଁ। ତୃତୀୟ ବିଷୟ କଣ? ସେମାନେ ଜାଣନ୍ତି ନାହିଁ
सेवा कार्य बा सेवाकारीर जीवन केमिति होबा दरकार बा सेवाकारीर जीवन रे केते सारा परीक्षा प्रलोभन उपरे विजय पाइबा दरकार सेमाने बुझंती नै सेमान जानती सेमान कोन जानती ओ एटा कोले हमकु सम्मान मिलिबो एटा कोले हमकु आदर मिलिबो एटा कोले लोक माने हमकु बहुत उच्चर देखिबे जहा लुसिफर देखिथिला परमेश्वर को महिमा करबा पई परमेश्वर को अति प्रिय दूत भावरे लुसिफर थिले मध्य ता भितरे अहंकार ए ईर्षा ए गर्व कोन थिला मंजी जातो हैला आ सेति पई कोन कहला मोर स्थान काई कि परमेश्वर को समान न हेबो मोर प्रिय माने सेति पई जदी एई प्रकार व्यक्ति आपण मानक गृह मंडली रे आपण मानक मध्य रे जदी के देखा जाउचोदी जे कि निजे प्रार्थना करिबा जानंती नाही निजे प्रार्थना रे ढोळू थांती निजे प्रार्थना रे कोनोसी प्रकार ताकर उद्योगिता न थाए वाक्य आज्ञा बहता रे कोनोसी उद्योगिता न थाए जदी एई प्रकार व्यक्ति आपण मानक संस्पर्श रे आसुचंती आपन को सिखेइबा पई आपन को बढ़ेइबा पई आपन को देखैबा पई दया करी सावधान हे जातु से निज मंडली रे बेही परंती से बाहर मंडली रे बेही परंती से केई बेही परंती से कोठु भी आसी परंती किंतु समस्त से व्यक्ति मानक भितरे केउ प्रकार मंजी अछि विनाशर मंजी मृत्युर मंजी और ता से आसीबे मेंढा विषय प्रेज द लॉर्ड कोई के आसीबे हालेलुया कोई के आसीबे किंतु ताको भितरे की अछि हिंसक बाख ताकर उद्देश्य हमको विनाश करिबा पई काहे कि से माने निजे विनाश होंती अन्य को मध्य विनाश करंती से माने जानंती नाही तो तेनु को से माने केमिति बढ़ाई परिबे केमिति जीवन देई परिबे सेति पई प्रथम विषय प्रभु कोंदी से मान को सावधान हेबार आवश्यकता अछि तबे हमें से मान को चिनिबा केमिति चिनिबार विषय हैला कोन से मानकर फल द्वारा तुमे से मान को चिनिबो सेमान को आचरण केमितिका सेमान को उच्चारण केमितिका सेमाने जहा कहउचंती सेईटा करूचंती ना उल्टा करूचंती जदि मु आपन को कोए मु तुमको प्रेम करे ताले मो जीवन रे से प्रेमरो फल देखा जिबा दरकार प्रेमरो स्वभाव देखा जिबा दरकार मु जदि आपन मान को कोए कि नाही तुमे माने धार्मिक हो तुमे माने प्रार्थना करो तुमे माने उपासना करो सेई निज सेई सकल विषय गुडी को मो जीवन रे मध्य आपण मान को परिलक्षित करिवार आवश्यकता अछि हम प्रत्येक को सम्मुख रे एपरि जेउ व्यक्ति माने आसंती आमे से मान को चिनि परिबा केमति चिनि परिबा से मान को फल कोन से मान को आचरण से मान को उच्चारण से मान को चाली चलन से मान को आचार व्यवहार से मान को आज्ञा बहता जीवन ए सकल विषय को आमे माने देखि कि जानि परिबा सेति पई प्रथमे आमे कोन होबा दरकार उपयुक्त भावे ईश्वर को वाक्य को जानिबा दरकार मोर प्रिय माने अन्य ऊपर निर्भर करंतु नाही निजे परमेश्वर को सहित एक हेबा पई हमको पड़िबो सेति पई तो ख्रीष्ट अपना जीवन देले सेति पई अपना जीवन रक्त को बुआइले ताकि कोन हैला सेदिन मंदिर रो विच्छेद वस्त्र कोन हैला ऊपर तळ पर्यंत कोन गेला चिरी गला ताकि आमे माने मंदिर भीतर को प्रवेश कर परिबा पितांक सहित कोन हे परिबा एकीभूत हे परिबा प्रभु को लोकमान को दुई गुणा सम्मान करिवार आवश्यकता अछि ईश्वर वाक्य पे किंतु प्रथमे आपन को जानिबा को पड़िबो किए प्रभु को लोक आ किए प्रभु को लोक भेषरे आसीछि मात्र ता भितरे की अछि हिंसक बाघ अछि दया करी एई भयंकर दिन मानक मधरे जदि आमे माने न जगिबा ताले हमर अवस्था खराब होइजो काहे कि शेष काल रे कोन हबो शैतान सिंह प्राय कोन करिवो गर्जन करू अछि काहा को ग्रास करिवो काहा को विनाश करिवो तार कार्य से चेष्टा चलै अछि अब आमे जदि सोई की होइतिबा आमे कोनसी मनुष्य पर निर्भर करिबा ताले आमे माने मते जानि परिबानी तार झासा दे पड़े आसी हम मानकु प्रभु को सहित हमर सहभागिता बढ़ेबार आवश्यकता अछि ईश्वरक वाक्य को सुनिबार सिखिबार आवश्यकता अछि एबे आमे माने चिन्हि परिबा से मानकर समस्त आचरण उच्चारण चाली चलन समस्त विषय देखि कि आमे माने जानि परिबा आ चिन्हि परिबा
ସେଥିପାଇଁ ଦେଖାଯାଏ ଲୋକମାନେ କଣ୍ଟା ଗଛରୁ ଦ୍ରାକ୍ଷା ଫଳ ତୋଳନ୍ତି ନାହିଁ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ନାହିଁ। ସେମାନଙ୍କ ଫଳ ସବୁ କଣ୍ଟା ଜାତୀୟ, ସେମାନଙ୍କ ଫଳ ଆଘାତ ଦେଲା ପରିକା। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ସାବଧାନ ରହିବାର ଆବଶ୍ୟକତା ଅଛି। କାହିଁକି? ଯଦି ଆମେ ମାନେ ସାବଧାନ ନ ରହିବା, ସେମାନଙ୍କର ଶିକ୍ଷାରେ, ସେମାନଙ୍କର କଥାବାର୍ତ୍ତାରେ, ସେମାନଙ୍କର ପଦ୍ଧତିରେ ଆମେ ମାନେ ମଧ୍ୟ କଣ ହେବା? ବିନାଶ ହେଇଯିବା। କାରଣ ଲେଖାଯାଏ 17 ପଦରେ, ସେଇ ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ଆଉ ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିମ୍ବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ। ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣା ଯାଇ ନିଆଁରେ ପକାଯିବ। ଯିଏ କରିବ ସେ ବି ନିଆଁରେ ପଡିବ, ଯିଏ ଗ୍ରହଣ କରିବ ସିଏ ବି ନିଆଁରେ ପଡିବ। ଅର୍ଥାତ୍ ସେମାନେ ତ ନିଆଁରେ ପଡିବେ, ସେମାନେ ତ ନରକକୁ ଯିବେ, ସେମାନେ ତ ବିନଷ୍ଟ ହେବେ। କିନ୍ତୁ ଯଦି ଆମେ ସେମାନଙ୍କ ଝାଂସାରେ ପଳେଇ ଆସିବା, ତାହେଲେ ଆମେ ମାନେ ମଧ୍ୟ ବିନଷ୍ଟ ହବା। ତେବେ ମୋର ପ୍ରିୟ ମାନେ, ଆଜିର ଟପିକ ବା ଆଜିର ଟାଇଟେଲ ଉତ୍ତମ ଫଳ ଫଳିବା। ପରମେଶ୍ୱର ଚାହାନ୍ତି ଆମ ମାନଙ୍କୁ କଣ? ଉତ୍ତମ ଫଳ ଫଳିବା। କାରଣ ଯଦି ଆମେ ମାନେ ଉତ୍ତମ ଫଳ ନ ଫଳୁ, ତାହେଲେ କୋଉଠି ପଡିବା? ନରକରେ ପଡିବା। ସେମାନେ ତ ବିନଷ୍ଟ ହେବେ, ସେମାନଙ୍କ କଥା ପ୍ରଭୁ ଜାଣନ୍ତି, ସେମାନେ ଜାଣନ୍ତି। କିନ୍ତୁ ଆମେ ବିନଷ୍ଟ ନ ହଉ। ତେବେ ଆଜି ଆମର ଫଳ କେଉଁ ପ୍ରକାର ଫଳୁଛୁ, ସେ ବିଷୟରେ ଆମ ମାନଙ୍କୁ ସାବଧାନ ହବାର ଆବଶ୍ୟକତା ଅଛି। କାହିଁକି? ଯଦି ଆପଣ ଭଲ ଗଛ, ତାହେଲେ ଆପଣଙ୍କୁ ଭଲ ଫଳ ଫଳିବାକୁ ପଡିବ। ଆମକୁ ପରମେଶ୍ୱର ଭଲ ଗଛ କରିଅଛନ୍ତି, ଆମ ଫଳ ବି ଉତ୍ତମ ହେବାର ଆବଶ୍ୟକତା ଅଛି। ମୋର ପ୍ରିୟ ମାନେ, ସେଦିନ ଈଶ୍ୱରଙ୍କର ବାକ୍ୟରୁ ଆମେ ମାନେ ଦେଖୁଥିଲେ ଲୋକଲିଖିତ ସୁସମାଚାରରେ କି ପରମେଶ୍ୱର କଣ କରୁଛନ୍ତି? ଡିମ୍ବିରି ଗଛକୁ ଆଣିକି କୋଉଠି ଲଗାଉଛନ୍ତି? ଦ୍ରାକ୍ଷା କ୍ଷେତ୍ର। ଆମକୁ ଭଲ ଗଛ ପ୍ରଭୁ କରିଛନ୍ତି। ମନ୍ଦ ସ୍ୱଭାବ ଆମର ବିଗତ ଦିନ ମାନଙ୍କ ମଧ୍ୟରେ ଆମ ଜୀବନରେ ଥିଲା, ମନ୍ଦ ପ୍ରକାର ଫଳ ଆମ ଜୀବନରେ ଥିଲା। କିନ୍ତୁ ପରମେଶ୍ୱର ଗଛକୁ ହିଁ ପରିବର୍ତ୍ତନ କରିଦେଇଛନ୍ତି, ଗଛକୁ ହିଁ ନୂଆ କରିଦେଇଛନ୍ତି। ସେ ମଞ୍ଜି ଆଉ ଆମ ଭିତରେ ନାହିଁ। ପ୍ରଭୁ ଆମକୁ କଣ କରୁଛନ୍ତି? ଏକ ନୂତନ ଗଛ ଭାବରେ ସୃଷ୍ଟି କରିଛନ୍ତି। ତେବେ ମୋର ପ୍ରିୟ ମାନେ, ଆମର ଫଳ ବିଷୟରେ ଆମେ ମାନେ ସାବଧାନ ହେବାର ଆବଶ୍ୟକତା ଅଛି। କାହିଁକି? ଭଲ ଗଛ ଭଲ ଫଳ ଫଳେ, ମନ୍ଦ ଗଛ ମନ୍ଦ ଫଳ ଫଳେ। ଭଲ ଗଛ କେବେ ବି ମନ୍ଦ ଫଳ ଫଳି ପାରିବ ନାହିଁ, ବା ମନ୍ଦ ଗଛ କେବେ ବି ଭଲ ଫଳ ଫଳି ପାରିବ ନାହିଁ। ତେବେ ଆପଣ କି ପ୍ରକାର ଗଛ ଅଟନ୍ତି, ଏହା ଆଜି ଦିନରେ ଆମକୁ ଚିନ୍ତା କରିବା ପାଇଁ ପରମେଶ୍ୱର ଚାହାନ୍ତି। ମୁଁ କେଉଁ ପ୍ରକାର ଗଛ ଅଟେ, ମୋର କେଉଁ ପ୍ରକାର ଫଳ ମୋ ମଧ୍ୟରେ ଅଛି, ମୋ ଜୀବନରେ ଦେଖାଯାଉଛି। ଯଦି ମନ୍ଦ ଫଳ ଦେଖାଯାଉଛି, ମୁଁ ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ହେଇପାରି ନାହିଁ, ମୁଁ ଆଜି ପର୍ଯ୍ୟନ୍ତ ଯୀଶୁଙ୍କର ହେଇପାରି ନାହିଁ। କାହିଁକି? ଯୀଶୁ ମତେ ଉତ୍ତମ ଦ୍ରାକ୍ଷା ଲତା କରିଛନ୍ତି, ଯୀଶୁ ମତେ ଉତ୍ତମ ଦ୍ରାକ୍ଷା ବାରିରେ ଆଣିକି ମତେ ଲଗେଇଛନ୍ତି। ସେଥିପାଇଁ ମୋର ପ୍ରିୟ ମାନେ, ଆମ ମାନେ କେଉଁ ପ୍ରକାର ଗଛ ଆମେ ଜାଣିବା ଦରକାର। ଆମେ ଉତ୍ତମ ଗଛ ହେଇଛୁ ନା ନାହିଁ ଏପର୍ଯ୍ୟନ୍ତ? ଯଦି ହେଇଛୁ, ତାହେଲେ ଆମର ଫଳ କେବେ ବି ମନ୍ଦ ଫଳି ପାରିବ ନାହିଁ, କେବେ ବି ଫଳି ପାରିବ ନାହିଁ। ମୋର ପ୍ରିୟ ମାନେ, ଏ ବିଷୟକୁ ଆମକୁ ସାବଧାନ ହବାର ଅଛି। ଆଜି ଆମ ଜାଣିବାର ଅଛି, ମୋ ଜୀବନରେ କେଉଁ ପ୍ରକାର ଫଳ ଫଳୁଛି, ମୁଁ ମନ୍ଦ ନା ଉତ୍ତମ। କାରଣ ପରମେଶ୍ୱର ଚାହାନ୍ତି ତୁମେ ମାନେ ଉତ୍ତମ ଫଳ ଫଳ। କାରଣ ଯଦି ଉତ୍ତମ ଫଳ ନ ଫଳ, ତାହେଲେ କଣ ହେବ? ହଣା ଯାଇ କୋଉଠି ପଡିବ? ନିଆଁରେ ପଡିବ। ଫଳ ତ ଆମେ ମାନେ ବେଶ ଜାଣିଛୁ ଭଲ ଭାବେ। ଗାଲାତୀୟ ପୁସ୍ତକରେ ଆମେ ମାନେ ଉତ୍ତମ ରୂପେ ଜାଣିଛୁ ଭଲ ଫଳ କଣ, ମନ୍ଦ ଫଳ କଣ। ସେ ଫଳ ଅନୁଯାୟୀ ଆମ ଜୀବନକୁ ଆଜି ଆମେ ମାନେ ପରିଲକ୍ଷିତ କରିବା। କେହି ଜଣେ ପଢି ଦିଅନ୍ତୁ ଟିକେ ଗାଲାତୀୟ ପୁସ୍ତକ 5:19। ଶରୀରର କାର୍ଯ୍ୟ ଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା। ଶରୀରର କାର୍ଯ୍ୟ ଅର୍ଥାତ ମନ୍ଦ ଫଳ। ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ସେମାନେ ନୂତନ ସୃଷ୍ଟି ହୋଇଅଛନ୍ତି, ସେମାନେ ଆଉ ଶରୀରରେ ନାହାନ୍ତି। ଯଦି ବା ଶରୀରରେ ଆମେ ଦେଖୁଛୁ,
କିନ୍ତୁ ସେମାନେ କୋଉଥିରେ ଅଛନ୍ତି? ଆତ୍ମାରେ ଅଛନ୍ତି। କାରଣ ଈଶ୍ୱର ଆତ୍ମା ଅଟନ୍ତି, ଖ୍ରୀଷ୍ଟ ଆତ୍ମା ଅଟନ୍ତି, ପରମେଶ୍ୱର ଆତ୍ମା ଅଟନ୍ତି। ଯେଉଁମାନେ ତାଙ୍କଠାରେ ନୂତନ ସୃଷ୍ଟି ହେଇଛନ୍ତି ସେମାନେ କଣ ଅଟନ୍ତି? ଆତ୍ମା ଅଟନ୍ତି। ହେଇପାରେ ଆପଣଙ୍କ ଶରୀର ଦେଖାଯାଉଛି, କିନ୍ତୁ ଆପଣଙ୍କ ଶରୀର ଦ୍ୱାରା ଆପଣ ପରିଚାଳିତ ହେଇପାରିବେ ନାହିଁ। ଯଦି ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି, ଯଦି ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେଇଛନ୍ତି, ଆପଣ ଶରୀର ଦ୍ୱାରା ପରିଚାଳିତ ହେଇପାରିବେ ନାହିଁ। କାହିଁକି? ଆପଣ ନିଜକୁ ମୃତ ବୋଲି ଘୋଷଣା କରିଛନ୍ତି, ଆପଣ ମରିଛନ୍ତି, ଆପଣଙ୍କର ଶରୀର ନାହିଁ, ଆପଣଙ୍କର ଆତ୍ମା ଅଛି। ଯଦି ବା ଆମେ ଶରୀରକୁ ଅନୁଭବ କରୁଅଛୁ, ଆତ୍ମାକୁ ଧାରଣ କରିବା ପାଇଁ ଶରୀରର ଏକ ଆବଶ୍ୟକତା ଅଛି, ସେଥିପାଇଁ ଏ ଶରୀର ଆମ ପାଖରେ ଅଛି ସତ, କିନ୍ତୁ ଆମେ ମାନେ କଣ ଅଟୁ? ଆତ୍ମା। ମାଂସରୁ ଯାହା ଜାତ ତାହା ମାଂସ ଅଟେ, ଆତ୍ମାରୁ ଯାହା ଜାତ ତାହା ଆତ୍ମା ଅଟେ। ଯଦି ଖ୍ରୀଷ୍ଟଙ୍କ ଠାରୁ ଆପଣ ମାନେ ଜାତ ହେଇଛନ୍ତି, ଯଦି ଖ୍ରୀଷ୍ଟଙ୍କ ଠାରୁ ଆପଣ ମାନେ ଜନ୍ମ ହେଇଛନ୍ତି, ତାହେଲେ ଆପଣ ମାନେ ଆତ୍ମା ଅଟନ୍ତି। ତ ଆପଣଙ୍କର ସ୍ୱଭାବ, ଆପଣଙ୍କର ଫଳାଫଳ, ଆପଣଙ୍କର ଚରିତ୍ର, ଆପଣଙ୍କର ଗୁଣ, ଆପଣଙ୍କର ଚାଲିଚଳନ, ସମସ୍ତ ବିଷୟ ଆତ୍ମାଙ୍କ ପରି ହେବା ଦରକାର, ଆତ୍ମିକ ଫଳ ଉତ୍ପନ୍ନ କରିବା ଦରକାର। କାହିଁକି? ଆମ ମାନଙ୍କୁ ପ୍ରଭୁ ଆତ୍ମିକ ବୃକ୍ଷ ରୂପେ ରୋପଣ କରିଅଛନ୍ତି, ଶାରୀରିକ ବୃକ୍ଷ ରୂପେ ନୁହେଁ। ସେଥିପାଇଁ ଆମ ଜୀବନରେ କେଉଁ ପ୍ରକାର ଫଳ ଆଜି ଆମେ ଫଳୁଛୁ, ଆମ ମାନଙ୍କୁ ସାବଧାନ ହେବାର ଆବଶ୍ୟକତା ଅଛି। ପଢନ୍ତୁ ତାପରେ କଣ ଲେଖାଯାଏ? ଶରୀର ଫଳ କଣ? ବ୍ୟଭିଚାର। ବ୍ୟଭିଚାର। ଯଦି ବ୍ୟଭିଚାର ଫଳ ଅଛି ମୋର ପ୍ରିୟ ମାନେ, ତାହେଲେ ଜାଣନ୍ତୁ ଏ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ଠାରୁ ଆପଣ ଜାତ ହେଇନାହାନ୍ତି। କାହିଁକି? ଯେ ଖ୍ରୀଷ୍ଟଙ୍କ ଠାରୁ ଜାତ ହେବ, ସେ କୌଣସି ପ୍ରକାର ପାପ କରିପାରିବ ନାହିଁ। ତାପରେ ପଢନ୍ତୁ। ଅଶୁଚିତା। ଅଶୁଚିତା। କାମୁକତା। କାମୁକତା। ଯଦି କାମ ମନୋଭାବ ଅଛି, ଯଦି ଅଶୁଚିତା ମନୋଭାବ ଅଛି, ତା ମାନେ ଆମେ ମାନେ ଖ୍ରୀଷ୍ଟଙ୍କ ଠାରୁ ଜାତ ନାହୁଁ। ଏହା ଆତ୍ମାର ଫଳ ନୁହେଁ। ଆତ୍ମା ବ୍ୟଭିଚାର କରନ୍ତି ନାହିଁ, ଆତ୍ମା କାମୁକତା ମନୋଭାବ ରଖନ୍ତି ନାହିଁ, ଆତ୍ମା କୌଣସି ପ୍ରକାର ଅଶୁଚିତା କର୍ମ କରିବା ପାଇଁ ଚିନ୍ତା କରନ୍ତି ନାହିଁ। ତାପରେ ପ୍ରତିମା ପୂଜା। ହଁ, ପ୍ରତିମା ପୂଜା। ପ୍ରତିମା ପୂଜା ମାନେ ପରମେଶ୍ୱରଙ୍କୁ ଛାଡିକି ଅନେକ ବିଷୟକୁ ଦେବୀ ଦେବତା ମାନିବା। ହଁ, ତାପରେ କୁହୁକ। କୁହୁକ। ଶତ୍ରୁତା। ଶତ୍ରୁତା। ଏ ସକଳ ବିଷୟ ଆମ ଜୀବନରେ ଦେଖାଯିବ ନାହିଁ। କାହିଁକି? ଆତ୍ମା ଯିଏ, ସେ ଆତ୍ମାର ଉପାସନା କରିବ। ଯିଏ ଆତ୍ମା, ସେ ଆତ୍ମାର ପ୍ରଶଂସା କରିବ। ଯିଏ ଆତ୍ମା, ସେ ଆତ୍ମାଙ୍କର ସେବା କରିବ। ପ୍ରତିମାରେ ଆତ୍ମା ନାହିଁ, ଅନ୍ୟ କୌଣସି ବିଷୟରେ ଆତ୍ମା ନାହିଁ। ସେମାନଙ୍କୁ ଜଣେ ଉଠେଇଲେ ଉଠନ୍ତି, ବସେଇଲେ ବସନ୍ତି, ବାନ୍ଧିଲେ ବାନ୍ଧନ୍ତି, କାନ୍ଧରେ ନେଲେ ଚାଲନ୍ତି। ମୋର ପ୍ରିୟ ମାନେ, ସେଥିପାଇଁ ଯଦି ଆପଣ ଆତ୍ମାରୁ ଜାତ, ତାହେଲେ ଆତ୍ମାର ହିଁ ଉପାସନା କରିବାର ଆବଶ୍ୟକତା ଅଛି, ଆତ୍ମାର ହିଁ ଫଳ ଫଳିବାର ଆବଶ୍ୟକତା ଅଛି। ଆଉ ଏ ସକଳ ବିଷୟ କାହାର ଫଳ ଆମେ ଦେଖୁଛୁ? ମନ୍ଦ ଗଛର ଫଳ, ଶରୀରର ଫଳ। ଆଉ କଣ ତାପରେ କଣ ଲେଖାଯାଏ? ବିବାଦ, ଦ୍ୱେଷ, କ୍ରୋଧ। ହଁ, ବିବାଦ। ବିବାଦ କହିଲେ କଣ? ଝଗଡା, କଳହ, ଏ ସକଳ ବିଷୟକୁ ବିବାଦ ବୋଲି କୁହାଯାଏ। ଆଉ ଦ୍ୱେଷ, ଅନ୍ୟକୁ ଦୋଷ ଦବା। ଏ ସକଳ ବିଷୟ ଆମ ଜୀବନରେ ନ ଫଳିବାର ଆବଶ୍ୟକତା ଅଛି। କାରଣ ଆମେ ମାନେ ଖ୍ରୀଷ୍ଟଙ୍କ ଠାରୁ ଜାତ ହେଇଅଛୁ। ଆଉ ଆମେ ମାନେ କଣ ହେଇଅଛୁ? ନୂତନ ବୃକ୍ଷ, ଆତ୍ମାଙ୍କ ବୃକ୍ଷ ରୂପେ ଆମକୁ କଣ କରାଯାଇଛି? ରୋପିତ କରାଯାଇଛି। ଗୀତ ସଂହିତା 1 ରେ ଲେଖାଯାଏ 3 ରେ, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ। ଜଳସ୍ରୋତ କିଏ? ପ୍ରଭୁ ଖ୍ରୀଷ୍ଟ ଅଟନ୍ତି। ଜଳସ୍ରୋତ ନିକଟରେ ରୋପିତ ମାନେ ଖ୍ରୀଷ୍ଟଙ୍କ ଠାରେ ଯିଏ ରୋପିତ ହେଇଅଛି, ସେ ଆତ୍ମିକ ବୃକ୍ଷ ଅଟେ। ତାର ପତ୍ର ମଳିନ ହୁଏ ନାହିଁ। ସେ ସମୟରେ କଣ କରେ? ଫଳ ଉତ୍ପନ୍ନ କରେ। ଆଉ କେଉଁ ଫଳ? ଆତ୍ମାଙ୍କ ଫଳ। କଣ ଆପଣ ଜଳସ୍ରୋତ ନିକଟରେ ରୋପିତ ହେଇଛନ୍ତି କି?
ବଡ଼ ଖ୍ରୀଷ୍ଟଙ୍କ ଠାରେ ଆପଣ ରୋପିତ ହେଇଛନ୍ତି କି? ଯଦି ହେଇଛନ୍ତି ତାହେଲେ ଆପଣ ଆପଣା ଫଳ ବିଷୟରେ ସାବଧାନ ହେବାର ଆବଶ୍ୟକତା ଅଛି, ସଚେତନ ହେବାର ଆବଶ୍ୟକତା ଅଛି, ଜାଗ୍ରତ ରହିବାର ଆବଶ୍ୟକତା ଅଛି। ମୋ ମଧ୍ୟରେ କୌଣସି ପ୍ରକାର ସେ ପ୍ରକାର ଫଳ ନାହିଁ ତ? ଯଦି ଅଛି, ଆଜି ବି ସମୟ ଅଛି ମୋର ପ୍ରିୟ ମାନେ। ପରମେଶ୍ୱର ଆପଣଙ୍କୁ ଆତ୍ମିକ ବୃକ୍ଷ କରିଛନ୍ତି, ଆତ୍ମିକ ଫଳ ନିମନ୍ତେ ଚିନ୍ତା କରନ୍ତୁ। ତାପରେ ପଢନ୍ତୁ। କ୍ରୋଧ ହଁ, କ୍ରୋଧ। ଯଦି କ୍ରୋଧ ଅଛି ତାହେଲେ ବି କେୟାରଫୁଲ। ଏପର୍ଯ୍ୟନ୍ତ ଆପଣ ଖ୍ରୀଷ୍ଟଙ୍କ ନିକଟରେ ରୋପିତ ହେଇନାହାନ୍ତି, ଜଳସ୍ରୋତ ନିକଟରେ ରୋପିତ ହେଇନାହାନ୍ତି, ଆପଣଙ୍କ ପତ୍ର ନିଶ୍ଚିତ ରୂପେ ମଳିନ ହେବ। ଆପଣ ସୋ ସମୟରେ ଫଳ ଫଳି ପାରିବେ ନାହିଁ। ଆପଣ ଇଚ୍ଛା କରିବେ ଫଳିବା ପାଇଁ, ଫଳି ପାରିବେ ନାହିଁ। ଆପଣଙ୍କ ଆତ୍ମାଙ୍କ ଫଳ ଫଳିବାକୁ ଇଚ୍ଛା କରିବେ, ଫଳି ପାରିବେ ନାହିଁ। ଯଦି ଆଜି ଏଇ ପ୍ରକାର ଆପଣଙ୍କର ପରିସ୍ଥିତି ଅଛି କି ମୁଁ ଇଚ୍ଛା କରୁନାହିଁ କ୍ରୋଧ କରିବା ପାଇଁ, ମୁଁ ଇଚ୍ଛା କରୁନାହିଁ ବ୍ୟଭିଚାର କରିବା ପାଇଁ, ମୁଁ ଇଚ୍ଛା କରୁନାହିଁ କଳହ କରିବା ପାଇଁ, ମୁଁ ଇଚ୍ଛା କରୁନାହିଁ କାମୁକତା ମନୋଭାବ ଆଣିବା ପାଇଁ, କିନ୍ତୁ ଅଟୋମେଟିକ ହେଇଯାଉଛି। ଯଦି ଏଇ ପ୍ରକାର ଚିନ୍ତା ଆମ ଭିତରେ ଅଛି ମୋର ପ୍ରିୟ ମାନେ, ତାହେଲେ ଚିନ୍ତା କରନ୍ତୁ ଆପଣ ସେ ଜଳସ୍ରୋତ ନିକଟରେ ରୋପିତ ହେଇନାହାନ୍ତି, ଖ୍ରୀଷ୍ଟଙ୍କ ନିକଟରେ ରୋପିତ ହେଇନାହାନ୍ତି। ଖ୍ରୀଷ୍ଟଙ୍କ ନିକଟରେ ରୋପିତ ହେଲେ ଏ ପ୍ରକାର ଫଳ ଦେଖାଯିବ ନାହିଁ। ଆତ୍ମାଙ୍କ ଫଳ ଆମ ଜୀବନରେ ଦେଖାଯିବ। ତାପରେ ପଢନ୍ତୁ ଟିକେ। ସ୍ୱାର୍ଥପରତା ସ୍ୱାର୍ଥପରତା, ଯେ ଦଳଭେଦ ନିଜ ବିଷୟରେ ଖାଲି ଚିନ୍ତା କରୁଥିବ, କେବଳ ନିଜ ବିଷୟରେ ଚିନ୍ତା କରୁଥିବ, ଅନ୍ୟ ବିଷୟ ନୁହେଁ, ନିଜର ଫାଇଦା, ନିଜର ପ୍ରଫିଟ ବିଷୟରେ ଚିନ୍ତା କରୁଥିବ। ହଁ, ଦଳଭେଦ ଦଳଭେଦ, ମତଭେଦ ମତଭେଦ, ଈର୍ଷା ଈର୍ଷା, ମତତା ରଙ୍ଗରସ ଇତ୍ୟାଦି ହଁ, ପ୍ରକାର କର୍ମଗୁଡ଼ାକ ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ହଁ, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହିସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ହାଲେଲୁୟା। ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। କୋଉମାନେ? ଯୋଉମାନେ ଦଳଭେଦ କରୁଥିବେ, ଯୋଉମାନେ ମତଭେଦ କରୁଥିବେ, ଯୋଉମାନେ ପାର୍ସିଆଲିଟି କରୁଥିବେ, ଯୋଉମାନେ ପରସ୍ପର ମଧ୍ୟରେ ଡିଭାଇଡେସନ କରୁଥିବେ। କଣ ପାଇଁ? ନିଜ ସ୍ୱାର୍ଥ ପାଇଁ। ଯୋଉମାନେ ଡିଭାଇଡେସନ କରନ୍ତି, ଯୋଉମାନେ ଅଲଗା କରନ୍ତି, କଣ କରନ୍ତି? କେବଳ 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 ନିଜ ସ୍ୱାର୍ଥ ପାଇଁ। କାହିଁକି? ମତେ ପ୍ରାୟୋରିଟି ମିଳୁ, ମୋର ଲାଭ ଅଧିକା ହେଉ, ମୋର ପ୍ରଶଂସା ହେଉ, ମତେ ଗୌରବ ମିଳୁ, ମୋର ସ୍ଥାନ ଉଚ୍ଚା ହେଉ। ଏଇ ପ୍ରକାର ବିଷୟ ସ୍ୱଭାବ କେବଳ ଲୁସିଫରର, କେବଳ ଶୈତାନର। ତା ମାନେ ଆପଣ ପରିପ୍ରକାଶ କରୁଛନ୍ତି ଆପଣଙ୍କ ଫଳ ଦ୍ୱାରା ଆପଣଙ୍କ ଭିତରେ କେଉଁ ପ୍ରକାର ମଞ୍ଜି ଅଛି। ଯଦି ଏଇ ପ୍ରକାର ବିଷୟ ଆମ ମଧ୍ୟରେ ଅଛି, ଏଇ ପ୍ରକାର ଫଳ ଅଛି, ଯଦି ଆଜି ବି ରଙ୍ଗ ରସକୁ ଭଲ ପାଉଛନ୍ତି, ଆଜି ବି ଟିଭି, ମୋବାଇଲ, ସିରିଏଲ, ରିଲ୍ସ, ଏ ସକଳ ବିଷୟକୁ ଆମେ ମାନେ ଭଲ ପାଉଛନ୍ତି, ଯଦି ତା ମାନେ କେଉଁ ପ୍ରକାର ମଞ୍ଜି ଅଛି? ଶୈତାନର ମଞ୍ଜି ଅଛି। ଈଶ୍ୱରଙ୍କର ମଞ୍ଜି ଆପଣଙ୍କ ଭିତରେ ନାହିଁ। ଏ ପର୍ଯ୍ୟନ୍ତ ଆପଣ ଜଳସ୍ରୋତ ନିକଟରେ ରୋପିତ ହେଇନାହାନ୍ତି। ଆଜି ସମୟ ଥାଉ ଥାଉ ଖ୍ରୀଷ୍ଟଙ୍କ ଠାରେ ରୋପିତ ହୁଅନ୍ତୁ। କାରଣ ଖ୍ରୀଷ୍ଟଙ୍କ ଠାରେ ରୋପିତ କୌଣସି ବୃକ୍ଷ ଏ ପ୍ରକାର ହେଇପାରିବ ନାହିଁ। ମୋର ପ୍ରିୟ ମାନେ, ପ୍ରଥମ ଯୋହନ 3:9 ଲେଖାଯାଏ, ଯେ କେହି ଈଶ୍ୱରଙ୍କ ଠାରୁ ଜାତ, ଯେ ଖ୍ରୀଷ୍ଟଙ୍କ ଠାରୁ ଜାତ, ସେ ପାପ କରେ ନାହିଁ। ଯଦି ପାପ ଆପଣଙ୍କ ଜୀବନରେ ଅଛି, ଏ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ଠାରୁ ଜାତ ହେଇନାହାନ୍ତି। ଖ୍ରୀଷ୍ଟଙ୍କ ନାମରେ ଆପଣ ମାନେ ଚାଦର ଉଡିଛନ୍ତି, ଖ୍ରୀଷ୍ଟଙ୍କ ନାମରେ ଆପଣ ମାନେ ବସ୍ତ୍ର ପିନ୍ଧିଛନ୍ତି, ନିଜକୁ ଖ୍ରୀଷ୍ଟିଆନ କହୁଛନ୍ତି, ନିଜକୁ ବିଶ୍ୱାସୀ କହୁଛନ୍ତି, କିନ୍ତୁ ପ୍ରକୃତରେ ଏ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ଠାରୁ ଆପଣ ଜାତ ହୋଇନାହାନ୍ତି। କାହିଁକି? ଯିଏ ଈଶ୍ୱରଙ୍କ ଠାରୁ ଜାତ ହେବ, କଣ ଲେଖାଯାଏ କି ଜଣେ ପଢନ୍ତୁ ଟିକେ ସେଟା। ପ୍ରଥମ ଯୋହନ 1:3, ସରି 3:9। ଯେ କେହି ଈଶ୍ୱରଙ୍କ ଠାରୁ ଜାତ, ଯେ କେହି ଈଶ୍ୱରଙ୍କ ଠାରୁ ଜାତ, ସେ ପାପ କରେ ନାହିଁ। ସେ ପାପ ହିଁ କରେ ନାହିଁ। ସେ ପାପ ହିଁ କରେ ନାହିଁ। ଆଉ ତାପରେ ପଢନ୍ତୁ ଟିକେ। କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ। ହଁ, କାହିଁକି ପାପ କରିପାରିବ ନାହିଁ?
କାରଣ ଈଶ୍ୱରଙ୍କର ବୀଜ ତା ଭିତରେ ଅଛି। ଆପଣଙ୍କ ଭିତରେ କାହାର ବୀଜ ଅଛି? ଆମେ ମାନେ ନିଜେ ନିଜେ ଜାଣିପାରିବା କାହାର ବୀଜ ଆମେ ମାନେ ଧାରଣ କରୁଛନ୍ତି। ଆମ ଜୀବନରେ କାହାର ବୀଜ ଅଛି? ଈଶ୍ୱରଙ୍କର ବୀଜ ଅଛି ନା ଲୁସିଫରର ବୀଜ ଅଛି? ଈଶ୍ୱରଙ୍କର ବୀଜ ଅଛି ନା ଶୈତାନର ବୀଜ ଅଛି? କାହିଁକି ଯେ ଈଶ୍ୱରଙ୍କ ଠାରୁ ଜାତ ସେ ପାପ କରିପାରିବ ନାହିଁ। ହଁ ଆମେ ମାନେ ପାପୀ ଥିଲେ, ହଁ ମାନେ ଆମେ ମାନେ ପୁରୁଣା ସ୍ୱଭାବ ଥିଲା, ହଁ ଆମେ ମାନେ ମନ୍ଦତାରେ ବୁଡ଼ିକି ଥିଲେ, ମାତ୍ର ଖ୍ରୀଷ୍ଟଙ୍କ ଠାରୁ ଯଦି ଆମେ ମାନେ ଜାତ ହେଇଛୁ, ଯୋଉ ଦିନ ଜାତ ହେଇଛୁ ସେଇ ଦିନ ଠାରୁ କଣ ହେଇଛି? ଆମର ବୀଜ ପରିବର୍ତ୍ତନ ହେଇଯାଇଛି। ଆମର ଫଳ ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ଅଛି। ପଢନ୍ତୁ, କମ୍ପ୍ଲିଟ କରନ୍ତୁ ଟିକେ। ଆଉ ସେ ଈଶ୍ୱରଙ୍କ ଠାରୁ ଜାତ ହେବାରୁ ପାପ କରିପାରେ ନାହିଁ। କଣ କରିପାରେ ନାହିଁ? ସେ ଆଉ ପାପ କରିପାରିବ ହିଁ ନାହିଁ। କଣ ଆପଣଙ୍କୁ କରିବା ପାଇଁ ଇଚ୍ଛା ଲାଗୁଛି କି? କଣ ଆପଣ ଆଜି ବି ମଝିରେ ମଝିରେ ଟିକେ ଟିକେ ସେ ବିଷ ରଖିଛନ୍ତି କି? କଣ ଆଜି ବି ସେ ବିଷ କରୁଛନ୍ତି କି? ଯଦି କରୁଛନ୍ତି, ଆପଣଙ୍କର ବୀଜକୁ ପରିବର୍ତ୍ତନ କରନ୍ତୁ। ଯେଉଁ ବୀଜକୁ ଆପଣ ଧାରଣ କରୁଛନ୍ତି ତାକୁ କାଢିକି ଫିଙ୍ଗନ୍ତୁ। ଖ୍ରୀଷ୍ଟଙ୍କ ବୀଜକୁ ଧାରଣ କରନ୍ତୁ। ଈଶ୍ୱରଙ୍କ ନିକଟରେ ରୋପିତ ହୁଅନ୍ତୁ। ଅର୍ଥାତ୍ କେମିତି ରୋପିତ ହେବା? ତାହାଙ୍କର ବାକ୍ୟ ଦ୍ୱାରା। ଜଳସ୍ରୋତ ନିକଟରେ ରୋପିତ ଯେଉଁ ବୃକ୍ଷ ସୋ ସମୟରେ ଫଳ ଫଳିବ, ଆଉ ତାର ପତ୍ର ହିଁ ମଳିନ ହେବ ନାହିଁ। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ସାବଧାନ। ସେ 10 ଟିକେ ପଢନ୍ତୁ ତ, 9 ପରେ 10 ପଢନ୍ତୁ ତ, ପ୍ରଥମ ଜହନର। ଏଥିରେ କିଏ ଈଶ୍ୱରଙ୍କ ସନ୍ତାନ ଓ କିଏ ଶୈତାନର ସନ୍ତାନ ଏହା ପ୍ରକାଶିତ ହୁଏ। ହାଲେଲୁୟା। ଆପଣଙ୍କ କର୍ମ ଦ୍ୱାରା, ଆପଣଙ୍କର କାର୍ଯ୍ୟ ଦ୍ୱାରା ଆପଣ ପ୍ରକାଶ କରୁଛନ୍ତି। ଆପଣଙ୍କ ଆଚରଣ ଦ୍ୱାରା, ଉଚ୍ଚାରଣ ଦ୍ୱାରା ଆପଣ ପ୍ରକାଶ କରୁଛନ୍ତି ଆପଣ କାହାର ସନ୍ତାନ, ଆପଣଙ୍କ ବାପା କିଏ। ମୋର ପ୍ରିୟ ମାନେ, ଚିନ୍ତାର ବିଷୟ, ଆମର ବାପା କିଏ? ଆମେ କାହାକୁ ଆପଣ ପିତା ମାନିଅଛୁ? ଆମେ କାହାକୁ କାହାର ସନ୍ତାନ ବୋଲି ଆମେ ମାନେ ଆଜି ପ୍ରକାଶ କରୁଅଛୁ? ଏଥିରେ ଜଣା ପଡେ କିଏ ଈଶ୍ୱରଙ୍କ ସନ୍ତାନ, କିଏ ଶୈତାନର ସନ୍ତାନ। ଆଉ ଯଦି ଏପରି ବ୍ୟକ୍ତି କେହି ଆପଣଙ୍କ ପାଖକୁ ଆସନ୍ତି, ତାହେଲେ ଦୂରରୁ ନମସ୍କାର କରନ୍ତୁ। ଆଉ ଆପଣ ମାନଙ୍କ ମଧ୍ୟରେ ମଧ୍ୟ ଏପରି କେହି ବ୍ୟକ୍ତି ନ ରୁହନ୍ତୁ। ଯଦି ଅଛନ୍ତି, ଏବେ ସମୟ ଥାଉ ଥାଉ ସୁଧୁରି ଯାଆନ୍ତୁ, ନହେଲେ ନର୍କକୁ ଯିବା ପାଇଁ ରେଡି ଥାନ୍ତୁ। ତାପରେ କଣ ଲେଖାଯାଏ? ଯେ କେହି ଧର୍ମାଚରଣ କରେ ନାହିଁ, କିଏ ବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କ ଠାରୁ ଜାତ ନୁହେଁ। ହାଲେଲୁୟା। ଆପଣ କାର୍ଯ୍ୟ ଦ୍ୱାରା ଆପଣ ପରିପ୍ରକାଶ କରିବେ। ଆପଣଙ୍କ କାର୍ଯ୍ୟ ଦ୍ୱାରା ପରିପ୍ରକାଶ କରିବେ ଆପଣ କାହାଠାରୁ ଜାତ। କିନ୍ତୁ ଆମକୁ ଆତ୍ମାଙ୍କ ଫଳ ଫଳିବାର ଆବଶ୍ୟକତା ଅଛି। ଯଦି ନ ଫଳିବା, ତାହେଲେ କଣ ହବ? ହଣା ଯାଇକି ନିଆଁରେ ପକାଯିବ। ଆଉ ଆତ୍ମାଙ୍କ ଫଳ କଣ ଆମେ ଜାଣିଛୁ। କିଏ ପଢି ଦିଅନ୍ତୁ 9 ଗୋଟେ ବିଷୟ। କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ପରର ଉପକାର କରିବା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏ 9 ଗୋଟି ବିଷୟର ଫଳ ଆମ ଜୀବନ ଦେଖାଯିବା ଦରକାର। ପ୍ରେମ ଆମଠାରେ ରହିଥିବା ଦରକାର। ଆମେ କେଉଁ ପ୍ରକାର କଥାବାର୍ତ୍ତା କରୁଛୁ, ଆମେ କେଉଁ ପ୍ରକାର ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଛୁ, ପ୍ରେମରେ ବାସ କରିବା ଦରକାର। ଆନନ୍ଦ ଆମ ଜୀବନରେ ଥିବା ଦରକାର। ଇରିଟେସନ ନୁହେଁ, ଆନନ୍ଦ ଥିବା ଦରକାର। ଆଉ ଆନନ୍ଦ କେତେବେଳେ ଆରମ୍ଭ ହେବ? ସଦାପ୍ରଭୁଙ୍କୁ ଭୟ କଲେ ହିଁ ଆନନ୍ଦ ହେବ, ନହେଲେ ଆନନ୍ଦ ପାଇପାରିବା ନାହିଁ। ମୋର ପ୍ରିୟ ମାନେ, ଏଇ ପ୍ରକାର ଫଳ ଆମ ଜୀବନରେ ଆଜି ଅଛି ତ? ପ୍ରେମ, ଆନନ୍ଦ, ଶାନ୍ତିର ଫଳ ଆମ ଜୀବନରେ ଅଛି ତ? ଯଦି ନାହିଁ, ମୋର ପ୍ରିୟ ମାନେ ଜାଣନ୍ତୁ, ଆପଣଙ୍କ ପାଖରେ ଆଉ କିଛି ମଞ୍ଜି ଅଛି। ଆପଣ ଏପର୍ଯ୍ୟନ୍ତ ଜଳସ୍ରୋତ ନିକଟରେ ରୋପିତ ହେଇନାହାନ୍ତି। ଆଉ କଣ? ପରୋପକାରିତା, ଅନ୍ୟକୁ ସାହାଯ୍ୟ, ଭଦ୍ରତା କଣ? ଆପଣା କଥାବାର୍ତ୍ତାର ଶୈଳୀ, ବସିବାର ଶୈଳୀ, ଉଠିବାର ଶୈଳୀ, ଚାଲିଚଳନର ଶୈଳୀ
ଭଦ୍ରତା ଭାବ ହବାର ଆବଶ୍ୟକତା ଅଛି। ଆଉ କଣ? ବିଶ୍ୱସ୍ତତା। ବିଶ୍ୱସ୍ତତା। ଆମେ ବିଶ୍ୱସ୍ତ ରହିବା ଦରକାର କାହା ପ୍ରତି? ଈଶ୍ୱରଙ୍କ ପ୍ରତି, ଆପଣ ପରିବାର ପ୍ରତି, ମଣ୍ଡଳୀ ପ୍ରତି, ଆପଣ ଲୋକମାନଙ୍କ ପ୍ରତି ଆମେ କଣ ରହିବା ଦରକାର? ବିଶ୍ୱସ୍ତ ରହିବା ଦରକାର। ଆମେ ମାନେ ଦଳଭେଦ ମତଭେଦ ନ କରୁ, ଆମେ ମାନେ ଅଶାନ୍ତି ବିଷୟ ନ କରୁ, ପରମେଶ୍ୱରଙ୍କର ବାକ୍ୟ ଅନୁଯାୟୀ ଆମେ ମାନେ ଜୀବନ କାଟୁ। କିନ୍ତୁ ପ୍ରଭୁ କୁହନ୍ତି ଯଦି ଏପରି ତୁମେ ନୁହେଁ ତାହେଲେ ଜାଣ ତୁମେ କଣ ହବ? ହଣା ହୋଇ କୋଉଠି ପଡିବ? ନିଆଁରେ ପଡିବ। ଆତ୍ମ ସଂଯମତା କଣ? ଦୀର୍ଘ ସହିଷ୍ଣୁତା ଓ ଆତ୍ମ ସଂଯମତା ଅନେକ ବିଷୟକୁ ଆମକୁ ସହିବାର ଅଛି। ବୁଦ୍ଧିର ଜ୍ଞାନର ସହିତ ପ୍ରେମର ସହିତ ନିଷ୍ପତ୍ତି ନେବାର ଆବଶ୍ୟକତା ଅଛି ଆମ ଜୀବନରେ। ଆଉ ଅନେକ ବିଷୟକୁ ସହିବାର ଆବଶ୍ୟକତା ଅଛି, ଧୈର୍ଯ୍ୟ ଧରିକି ରହିବାର ଆବଶ୍ୟକତା ଅଛି। କ୍ୱିକ୍ ଆକ୍ସନ ନୁହେଁ ମୋର ପ୍ରିୟ ମାନେ। ସେଥିପାଇଁ ଆମେ ମାନେ ସାବଧାନ ହେବା। ଆଉ ନିଜେ ସାବଧାନ ହେବା ଦ୍ୱାରା ଆମେ କଣ କରିପାରିବା? ଯଦି ଏଇ ପ୍ରକାର ବ୍ୟକ୍ତି କେହି ଆମ ପାଖକୁ ଆସନ୍ତି ତାହେଲେ ସେମାନଙ୍କ ଠାରୁ ମଧ୍ୟ ଆମେ ସାବଧାନ ହେଇପାରିବା। ନଚେତ ଆମେ ତାଙ୍କ ପାଖରୁ ସାବଧାନ ହେଇପାରିବା ନାହିଁ। ସେମାନେ ବି ବିନଷ୍ଟ ହେବେ, ଆମକୁ ବି ବିନଷ୍ଟ କରିବେ। କିଏ ବିନଷ୍ଟ କରିବେ? ଯାହା ପାଖରେ ଜ୍ଞାନ ନାହିଁ କିନ୍ତୁ ଶିକ୍ଷା ଦେବା ପାଇଁ ଆସିବେ। ନିଜେ ପାଳନ କରୁନଥିବେ କିନ୍ତୁ ଅନ୍ୟକୁ ଶିକ୍ଷା ଦଉଥିବେ। କଣ ପାଇଁ? କେବଳ କୁତ୍ସିତ ଲାଭ ପାଇଁ, ସମ୍ମାନ ପାଇବା ପାଇଁ, ଆଉ କିଛି ନିଜକୁ ଉଚ୍ଚା ଉଠେଇବା ପାଇଁ, ଦେଖେଇବା ପାଇଁ। ଏହି ପ୍ରକାର ଆଚରଣ ଉଚ୍ଚାରଣ କାହାର ଅଟେ? ଶୈତାନର ଅଟେ। ଯଦି ଏହି ପ୍ରକାର ମଞ୍ଜି ଆପଣଙ୍କ ଭିତରେ ଅଛି ତାହେଲେ ସମୟ ଥାଉ ଥାଉ ବାହାରି ଆସନ୍ତୁ, ନହେଲେ ନରକକୁ ଯିବା ପାଇଁ ପ୍ରସ୍ତୁତ। ମୋର ପ୍ରିୟ ମାନେ ମନେ ରଖିବା ଦରକାର ଆମେ ଆତ୍ମାରୁ ଜାତ ହେଇଛୁ, ଆମକୁ ଆତ୍ମାଙ୍କ ଫଳ ଧାରଣ କରିବାର ଆବଶ୍ୟକତା ଅଛି। ପ୍ରଭୁ କହିଲେ ଯଦି ତୁମେ ଉନ୍ନତ ହବା ପାଇଁ ଚାହୁଁଛ, କିଏ ମନା କରୁଛି? ତୁମେ ଉନ୍ନତ ହୁଅ, ତୁମକୁ ଆମେ ଉନ୍ନତ କରିବା। କିନ୍ତୁ କେତେବେଳେ କରିବା? ଯେତେବେଳେ ଫାଷ୍ଟ ତୁମେ ଅନ୍ୟର ସେବକ ହେବ, ଯେତେବେଳେ ପ୍ରଥମେ ନିଜକୁ ନତ କରିବ, ସେତେବେଳେ ଆମେ ତୁମକୁ କଣ କରିବା? ଉନ୍ନତ କରିବା। ଏବେ ମୋ ପ୍ରିୟ ମାନେ ପ୍ରଭୁ ଏ ବାକ୍ୟ ଦେଇ ଆମକୁ ଆଶୀର୍ବାଦ କରନ୍ତୁ। ଆଜିର ବିଷୟ ଉତ୍ତମ ଫଳ ଫଳିବା। ଯଦି ଉତ୍ତମ ଫଳ ନ ଫଳିବା ତାହେଲେ ନରକରେ ପଡିବା। ଆଉ ଉତ୍ତମ ଫଳ ବିଷୟ ଆମେ ମାନେ ଦେଖିଥିଲେ ପ୍ରେମ, ଶାନ୍ତି, ଆନନ୍ଦ, ପରୋପକାରିତା, ଭଦ୍ରତା, ନମ୍ରତା, ବିଶ୍ୱସ୍ତତା, ଆଉ କଣ? ଆତ୍ମ ସଂଯମତା। এই ପ୍ରକାର ଫଳ ଆମ ଜୀବନରେ ରଖିବାର ଆବଶ୍ୟକତା ଅଛି। ଆଉ କୋଉ ଫଳ ଫିଙ୍ଗିବାର ଅଛି? କଣ୍ଟା ଫଳ, କାନ କୋଳିର ଫଳ, କଣ୍ଟା ଜାତୀୟ ଫଳକୁ ବାହାର କରି ଫିଙ୍ଗିବାର ଅଛି। ଆଉ ଆମେ ଫିଙ୍ଗିଲେ ହବ ନାହିଁ। କଣ କଲେ ହବ? ଆପଣ ମଞ୍ଜିକୁ ଚେଞ୍ଜ କଲେ ହବ, ବୀଜକୁ ଚେଞ୍ଜ କରିବାର ଆବଶ୍ୟକତା ଅଛି। ଆପଣଙ୍କ ଠାରେ କାହାର ବୀଜ ଅଛି ସେ ବିଷୟ ଚିନ୍ତା କରନ୍ତୁ। ଶୈତାନର ବୀଜ ଅଛି ନା ଈଶ୍ୱରଙ୍କର ବୀଜ ଅଛି? ଯଦି এই ପ୍ରକାର ଗୁଣ, ସ୍ୱଭାବ, ଆଟିଟ୍ୟୁଡ ଅଛି, ଯଦି ମୋ ମନରେ ଆସୁଛି ମୁଁ ସମସ୍ତଙ୍କ ନିଜକୁ ଉଚ୍ଚା କରିବି, ମୁଁ ଗୌରବ ପାଇବି, କାହିଁକି ପରମେଶ୍ୱର କୁହନ୍ତି ସେ ସୌ ଗୌରବର ରକ୍ଷାକାରୀ ଉଚ୍ଚକି ପରମେଶ୍ୱର, ତାଙ୍କ ଗୌରବ ସେ ଆଉ କାହାକୁ ଦବା ପାଇଁ ଚାହାନ୍ତି ନାହିଁ। ଯଦି ଆମ ପାଖରେ କେଉଁ ପ୍ରକାର ଫଳ ଫଳୁଛୁ ଆମେ ମାନେ ଦେଖିବାର, ଜଗିବାର ଆଜି ଆବଶ୍ୟକତା ଅଛି। ତେବେ ଆସୁ ଆମେ ମାନେ ପ୍ରାର୍ଥନା କରିବା, ଉତ୍ତମ ଫଳ ଆମେ ମାନେ ଫଳିବା। ଆମର ମଞ୍ଜି ପ୍ରତି ଆମେ ମାନେ ସାବଧାନ ହେବା। କେଉଁ ମଞ୍ଜିକୁ ଗର୍ଭରେ ଆମେ ଧାରଣ କରିଛନ୍ତି? ଈଶ୍ୱରଙ୍କର ମଞ୍ଜି ନା ଶୈତାନର ମଞ୍ଜି? ମୋର ପ୍ରିୟ ମାନେ ଜଳ ସତ ନିକଟରେ ରୋପିତ ହେବା, ଖ୍ରୀଷ୍ଟଙ୍କ ଠାରେ ରୋପିତ ହେବା। Thank you Lord Jesus. Hallelujah. ଅନୁଗ୍ରହକାରୀ ପିତା, ଆମେ ତୁମର ଧନ୍ୟବାଦ କରୁଛୁ, ତୁମର ଗୌରବ କରୁଛୁ, ପ୍ରଶଂସା କରୁଛୁ, ମହିମା କରୁଛୁ। ତୁମେ ଯେ ଅଟ ସେ ଅଟ, ତୁମେ ସ୍ୱୟଂ ପରମେଶ୍ୱର। ପ୍ରଭୁ ମୁଁ ପ୍ରାର୍ଥନା କରୁଛି ତୁମର ଏଇ ପ୍ରତିଜ୍ଞାତ ବାକ୍ୟ ନିମନ୍ତେ ପ୍ରଭୁ, ଏ ବାକ୍ୟ ଆମ ଜୀବନରେ କାର୍ଯ୍ୟ ସାଧକ ବୋଲି ପ୍ରାର୍ଥନା କରୁଛୁ ପିତା। ତୁମେ ଦୟା କର, ଆମ ଅପରାଧକୁ ତୁମେ କ୍ଷମା କର ପ୍ରଭୁ। ଆମର ଆଚରଣ ଉଚ୍ଚାରଣକୁ ତୁମେ ପରିବର୍ତ୍ତନ କର, ଆମ ବୀଜକୁ ତୁମେ ପରିବର୍ତ୍ତନ କରିଦିଅ ପ୍ରଭୁ। ତୁମେ ଦୟା କର ଯେପରି ଆମେ ଖ୍ରୀଷ୍ଟଙ୍କୁ ଧାରଣ କରିବାକୁ ପାରିବୁ, ଯେପରି ଉତ୍ତମ ଫଳ ଫଳିବାକୁ ପାରିବ, ପ୍ରେମ, ଶାନ୍ତି, ଆନନ୍ଦ, ପରୋପକାରିତା, ଭଦ୍ରତା, ନମ୍ରତା, ବିଶ୍ୱସ୍ତତା ଫଳ ଆମେ ଫଳିବାକୁ ପାରିବୁ। ଶାରୀରିକ ଫଳ ଗୁଡିକ ପରିତ୍ୟାଗ କର ପ୍ରଭୁ, ବିଶେଷ ଭାବରେ ମଞ୍ଜି ହିଁ ପରିତ୍ୟାଗ କର ପ୍ରଭୁ। ମୋର ପ୍ରିୟ ପରମେଶ୍ୱର, ଆଜିର ବାକ୍ୟ ଅନୁଯାୟୀ ଆମେ ଯେପରି ଜୀବନ କାଟିବାକୁ ପାରିବୁ, ଆମ ଫଳ ବିଷୟରେ ସାବଧାନ ହେବାକୁ ପାରିବୁ।
तुम हमको साहाय्य करो समस्त बाधाकारी विषय को दूर करो आज वाक्य आम जीवन प्रत्येक जीवन 100 गुण फल पड़ो जदि आम कि मंदतार जीवन काटिचु जदि कौन प्रकार ए प्रकार बीज आम भितर कार्य करुचे ख्रीष्ट नाम से सकल विषय आज दूर हो प्रभु तुम हमको साहाय्य करो गौरव प्रशंसा महिमा तुमको दे यीशु ख्रीष्ट नाम समस्त प्रार्थना